ଆମ୍ଭମାନଙ୍କ ଜୀବନ ପଥରେ ଶୈତାନକୁ ପ୍ରତିବାଧା କରିବା ପାଇଁ ଏବଂ ବିନା ଭୟରେ ନିରାପଦରେ ରହିବା ପାଇଁ ଆମ୍ଭମାନଙ୍କ କର୍ଣ୍ଣ କେଉଁ ଆଡ଼େ ଡେରୁଅଛୁ? ଈଶ୍ୱରଙ୍କ ଆତ୍ମା କଥା କହୁଅଛନ୍ତି ଓ ଆଗାମୀ ବିଷୟ ଯାହା ଅବଶ୍ୟ ଘଟିବ ତାହା ଜଣାଇବାକୁ ଚାହୁଁଅଛନ୍ତି। ଆମ୍ଭମାନଙ୍କ ଆତ୍ମିକ କର୍ଣ୍ଣ ଖୋଲା ଅଛି କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆଜି ଆମେ ହିତୋପଦେଶ ପୁସ୍ତକ 2 ପର୍ବ ଅଧ୍ୟୟନ କରିବା। ଏହି ପର୍ବରେ ଜ୍ଞାନୀ ସଲୋମନ ପ୍ରକାଶ କରିଛନ୍ତି ଯେ ଜ୍ଞାନର ପୁରସ୍କାର ରହିଅଛି। ସଲୋମନ ଜଣେ ଜ୍ଞାନୀ ରାଜା ଥିଲେ, ତେଣୁ ସେ ଜ୍ଞାନ ପାଇବା ଦ୍ୱାରା ମନୁଷ୍ୟର କ'ଣ କ'ଣ ଲାଭ ହୁଏ ତାହା ଭଲ ଭାବରେ ଜାଣିଥିଲେ। ଜ୍ଞାନ ହିଁ ତାହାଙ୍କୁ ଓ ତାହାଙ୍କ ରାଜ୍ୟକୁ ସମ୍ମାନିତ କରି ଦେଶରେ ଉଚ୍ଚତମ ସ୍ଥାନରେ ରଖିଥିଲା। ତେଣୁ ଏହି ପର୍ବରେ ସେ ସମସ୍ତ ମାନବ ଜାତିକୁ ନିଜ ପୁତ୍ର ବୋଲି ସମ୍ବୋଧନ କରି ଅନୁରୋଧ କରୁଅଛନ୍ତି କି ଜ୍ଞାନ, ବୁଦ୍ଧି ଏବଂ ସୁବିବେଚନାକୁ ଉଚ୍ଚ ସ୍ୱରରେ ଡାକ ଏବଂ ପତା ଧନ ପରି ଅନ୍ୱେଷଣ କର। ଏହା ହେଉଛି ପ୍ରତ୍ୟେକ ମନୁଷ୍ୟର ବ୍ୟକ୍ତିଗତ ପରିଶ୍ରମ। ଅନ୍ୟମାନଙ୍କ ଦ୍ୱାରା ମନୁଷ୍ୟ ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବ ନାହିଁ, କିନ୍ତୁ ନିଜେ ପରିଶ୍ରମ କରିବାକୁ ପଡ଼ିବ। ଏଥିପାଇଁ ସମୟ କାଢ଼ିବାକୁ ପଡ଼ିବ। ଅନେକ ବିଷୟ ଯାହା ଦରକାର ନାହିଁ କିମ୍ବା ସେତିକି ଜରୁରୀ ନାହିଁ, ସେ ସମସ୍ତ ବିଷୟ ପରିତ୍ୟାଗ କରିବାକୁ ପଡ଼ିବ। ପ୍ରକୃତ ଜ୍ଞାନ ଆପେ ଆସିବ ନାହିଁ, କିନ୍ତୁ ତାହା ନିମନ୍ତେ ମନୁଷ୍ୟଙ୍କୁ ପ୍ରଥମେ ନିଜକୁ ନମ୍ର କରିବାକୁ ପଡ଼ିବ। ଅନେକ ସମୟରେ ଜ୍ଞାନ ଓ ବୁଦ୍ଧି ଆମକୁ ଅହଙ୍କାରୀ କରିଦିଏ, ତାହାଦ୍ୱାରା କାହାର ମଧ୍ୟ ନିଷ୍ଠା ହୁଏ ନାହିଁ। ତେଣୁ ସଲୋମନ କୁହନ୍ତି, ସ୍ୱର୍ଗୀୟ ଜ୍ଞାନ ପାଇବା ନିମନ୍ତେ ଆମ୍ଭମାନଙ୍କୁ ଧୈର୍ଯ୍ୟ ସହକାରେ ଶୁଣିବାକୁ ଓ ମନରେ ରଖିବାକୁ ପଡ଼ିବ। ଯଦି ଆମ୍ଭେମାନେ ତାହା କରୁ, ତାହେଲେ ଏହି ଜ୍ଞାନ ଆମ୍ଭମାନଙ୍କୁ ସଦାପ୍ରଭୁ ବିଷୟକ ଭୟ କ'ଣ ତାହା ବୁଝିବାକୁ ସାହାଯ୍ୟ କରିବ। ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ ଜଣାଇବ। ଈଶ୍ୱରଙ୍କ ସୁରକ୍ଷା ବିଷୟ ଯାହା ଦାଉଦ କହନ୍ତି, ପରମେଶ୍ୱର ତାହାଙ୍କୁ ଏହି ପ୍ରକାର ଜ୍ଞାନ ଦେଇଥିଲେ, ଯାହାଦ୍ୱାରା ସେ ସ୍ୱର୍ଗୀୟ ସୁରକ୍ଷାକୁ ଜାଣିପାରୁଥିଲେ। ତେଣୁ ସେ କହନ୍ତି, ଏ ପ୍ରକାର ଜ୍ଞାନ ମୋ ପ୍ରତି ଅତି ଆଶ୍ଚର୍ଯ୍ୟ,
ତାଙ୍କ ପୁତ୍ର ମଧ୍ୟ ଏହି ଜ୍ଞାନ ଦ୍ୱାରା ଜାଣିପାରିଲେ ଯେ ଜ୍ଞାନ ମନୁଷ୍ୟକୁ ଧାର୍ମିକତା, ନ୍ୟାୟ, ସୁବିଚାର ଏବଂ ମଙ୍ଗଳର ସମସ୍ତ ପଥ ଜଣାଇବ, ପ୍ରାଣର ତୃଷ୍ଟିକର ହେବ ଏବଂ ପ୍ରହରୀ ସ୍ୱରୂପ ହୋଇ ଏହାର ରକ୍ଷା କରିବ, ଆମ୍ଭମାନଙ୍କର ବଞ୍ଚିବାର ରାସ୍ତା ସରଳ କରିବ, ଆଉ ମଧ୍ୟ ଖରାପ ରାସ୍ତାରୁ ବ୍ୟଭିଚାରଠାରୁ ଦୂରରେ ରଖିବ, ଯାହାକି ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଘଟିଥାଏ। କିଏ ତ ଶରୀରକୁ ଏଠାରେ ଲିପ୍ତ କରନ୍ତି ଓ କେହି କେହି ଖରାପ ଦୃଷ୍ଟି ରଖି ଏ ପାପର ଅଂଶୀ ହୁଅନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ୟ ଏହିପରି ପାପରୁ ପଳାୟନ କରେ। ଆଉ ମଧ୍ୟ ସଲୋମନ କୁହନ୍ତି, ଜ୍ଞାନ ଆମ୍ଭମାନଙ୍କୁ ସରଳ କରି ଦେଶରେ ସୁସ୍ଥିର ଭାବେ ବାସ କରାଇବ ଏବଂ ଦୁଷ୍ଟ ଓ ବିଶ୍ୱାସଘାତକମାନଙ୍କୁ ବିନାଶ ଦେଖାଇବ। ଏ ଶିକ୍ଷା ଶୁଣିବା ପୂର୍ବରୁ ଆସନ୍ତୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 2 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 22 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ପୁନର୍ବାର ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ହିତୋପଦେଶ ପୁସ୍ତକ ଏକ ଅନିଶ୍ଚିତ ପୁସ୍ତକ ନୁହେଁ। ଏହି ପୁସ୍ତକରେ ନିହିତ ବିଷୟ ଏକ ନିର୍ଦ୍ଦିଷ୍ଟ ବିଷୟକୁ ପ୍ରକାଶ କରେ ଓ ଏକ ଧାରାବାହିକ ବିଷୟବସ୍ତୁ ଉପସ୍ଥାପିତ କରେ। ଏହା ଯୁବକ ଓ ଯୁବତୀମାନଙ୍କୁ ଜ୍ଞାନୀ ହେବା ନିମନ୍ତେ ଆହ୍ୱାନ ଦିଏ। ସେ ଯେପରି ତାହା ଶୁଣି ନିଜର ପାଣ୍ଡିତ୍ୟ ବୃଦ୍ଧି କରେ। ସେ ନିଜର ଗୃହ ମଧ୍ୟରେ ନିଜର ପିତାମାତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଆରମ୍ଭ କରେ। ସେ ବିଦ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ତାହାର ମୌଳିକ ଶିକ୍ଷା ଗ୍ରହଣ କରିଥାଏ। ଆଉ ତାହା ହେଉଛି ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ଯାହାକି ସବୁ ସମୟ ନିମନ୍ତେ ତାହା ପାଇଁ ହିତଜନକ ହୋଇଥାଏ। ପ୍ରଭୁଙ୍କୁ ଖୋଜି ପାଇବାକୁ ହେଲେ ତାହାଙ୍କ ବାକ୍ୟ ମଧ୍ୟ ଦେଇ ପାଇବାକୁ ହେବ। ଜଣେ ଯଦି ଈଶ୍ୱରଙ୍କ ଇଚ୍ଛା ଓ ବାକ୍ୟକୁ ଜାଣିବା ନିମନ୍ତେ ଚାହେଁ, ତାହେଲେ ତାହାକୁ ଈଶ୍ୱରଙ୍କ ବାକ୍ୟ ଭଲ ଭାବେ ଅଧ୍ୟୟନ କରିବାକୁ ହେବ ଓ ତାହାର ହୃଦୟକୁ ସେହି ଜ୍ଞାନ ନିମନ୍ତେ ବିନିଯୋଗ କରିବାକୁ ହେବ। ଆସନ୍ତୁ ଏହି ହିତୋପଦେଶ 2 ପର୍ବରେ ସେହି ସତ୍ୟ ଜ୍ଞାନର ସୂତ୍ର ସମ୍ପର୍କରେ କିଛି ଆଲୋଚନା କରିବା। 2 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ତୁମେ ଯେବେ ମୋ କଥା ଗ୍ରହଣ କରିବ ଓ ମୋ ଆଜ୍ଞା ସବୁ ମନରେ ରଖିବ। ଲେଖା ଅଛି ହେ ମୋର ପୁତ୍ର। ଏଠାରେ ଯେଉଁ ହେ ମୋର ପୁତ୍ର ବୋଲି ସମ୍ବୋଧନ କରାଯାଇଅଛି, ଏହା ପ୍ରକୃତରେ ଜଣେ ଯୁବକକୁ ପରାମର୍ଶ ଦିଆଯିବା ଅର୍ଥରେ ସମ୍ବୋଧିତ କରାଯାଇଅଛି। ସେ ଗୃହ ମଧ୍ୟରେ ଏକ ଛୋଟ ବାଳକ ଭାବରେ ଜୀବନଯାତ୍ରା ଆରମ୍ଭ କରିଅଛି ଓ ବର୍ତ୍ତମାନ ସେ ବାହାରକୁ ଯାଇ ଜୀବନର ସମ୍ମୁଖୀନ ହେବା ନିମନ୍ତେ ବୟପ୍ରାପ୍ତ ଓ ସେ ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ଦ୍ୱାରା ଏହି ଉପଦେଶ ପ୍ରାପ୍ତ ହୋଇଅଛି। ସମ୍ଭବତଃ ବିଦ୍ୟାଳୟ ସ୍ତରରେ ଏହା ତା ନିମନ୍ତେ ପ୍ରଥମ ଶିକ୍ଷା। ମାତ୍ର ଦୁର୍ଭାଗ୍ୟବଶତଃ ବର୍ତ୍ତମାନର ବିଦ୍ୟାଳୟରେ ସେ ଏହି ବିଷୟ ଶିକ୍ଷା କରିବ ନାହିଁ। ଲେଖା ଅଛି, ମୋ କଥା ଗ୍ରହଣ କର। ଈଶ୍ୱରଙ୍କର କଥା ଗ୍ରହଣ କରିବାକୁ ଅଛି। ତାହାଙ୍କର ଆଜ୍ଞା ସବୁକୁ ସଞ୍ଚୟ କରି ରଖିବାକୁ ଅଛି। ସେ ତାହାକୁ ବହୁମୂଲ୍ୟ ବସ୍ତୁ ରୂପେ ସଞ୍ଚୟ କରି ରଖିବାକୁ ଅଛି। ତାହାଙ୍କର ଆଜ୍ଞା ସବୁ ମନରେ ରଖିବାକୁ ଅଛି, ଯେପରି ସେ ତାହାକୁ ସମୟକୁ ସମୟ ଦେଖି ଓ ଅଧ୍ୟୟନ କରି ଆନନ୍ଦିତ ହେବ। ଆପଣ ଲକ୍ଷ୍ୟ କରିଥିବେ, ସ୍ତ୍ରୀମାନେ ବିଶେଷରେ ଗହଣା ପିନ୍ଧିବାକୁ ଭଲ ପାଆନ୍ତି।
କେବଳ ସେତିକି ନୁହେଁ, ସେମାନେ ଏହାକୁ ଅତି ଯତ୍ନରେ ସାଇତି ରଖନ୍ତି ଓ ମଝିରେ ମଝିରେ ଏହାକୁ ବାହାର କରି ଦେଖିବାରେ ବହୁତ ଆନନ୍ଦ ଅନୁଭବ କରନ୍ତି ଓ ଏହା ସେମାନଙ୍କ ମନ ମଧ୍ୟରେ ସଦାସର୍ବଦା ରହିଥାଏ। ସେମାନେ ଏହାକୁ କେବେ ହେଲେ ଭୁଲି ପାରନ୍ତି ନାହିଁ ଓ ଯେତେବେଳେ ସେମାନେ କୌଣସି ପ୍ରକାର ବିବାହ ଉତ୍ସବକୁ ଅଥବା କୌଣସି ସଭା ସମିତି ବା କୌଣସି ଆତ୍ମୀୟ ସ୍ୱଜନଙ୍କୁ ସାକ୍ଷାତ କରିବା ପାଇଁ ଯାଆନ୍ତି ବା ବଜାରକୁ ଯାଆନ୍ତି, ସେତେବେଳେ ସେମାନେ ଏହାକୁ ପରିଧାନ କରି ବାହାରକୁ ବାହାରନ୍ତି। ଠିକ୍ ସେହିପରି ଈଶ୍ୱରଙ୍କ ବାକ୍ୟକୁ ଆମେ ହୃଦୟରେ ସାଇତି ରଖିବା ଉଚିତ ଓ ଥରକୁ ଥର ସ୍ମରଣ କରିବା ଉଚିତ ଓ ଆମମାନଙ୍କ ଦୈନନ୍ଦିନ ଜୀବନର ବ୍ୟବହାରିକ କ୍ଷେତ୍ରରେ ଏହାକୁ ବ୍ୟବହାର କରିବା ଉଚିତ। ତାହା ହିଁ ହେଉଛି ଈଶ୍ୱରଙ୍କ ବାକ୍ୟକୁ ସାଇତି ରଖିବାର ଅର୍ଥ। ତେବେ 2 ପର୍ବର 2 ପଦରେ ଲେଖା ଅଛି, ଯେବେ ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର। ଲେଖା ଅଛି, ଯେବେ ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର। ଆପଣଙ୍କର କର୍ଣ୍ଣକୁ ଉନ୍ମୁକ୍ତ ରଖନ୍ତୁ। ସେହି କର୍ଣ୍ଣ ଦ୍ୱାର ଦେଇ କିଛି ମସ୍ତିଷ୍କରେ ପ୍ରବେଶ କରିବାକୁ ଅଛି, ମାତ୍ର ଏହାର ଶେଷ ଗନ୍ତବ୍ୟ ସ୍ଥାନ ହେଉଛି ହୃଦୟ। ଯେତେବେଳେ ଈଶ୍ୱରଙ୍କ ବାକ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରେ, ସେତେବେଳେ ଏହା ବୁଦ୍ଧି ଆଣିଦିଏ। 3 ପଦରେ ଲେଖା ଅଛି, ହଁ, ଯେବେ ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର। ଆପଣ କେବେ ଏପରି ଏକ ଛୋଟ ଶିଶୁକୁ ଲକ୍ଷ୍ୟ କରିଛନ୍ତି, ଯେତେବେଳେ କି ତା'ର ମା' ତା ନିମନ୍ତେ କ୍ଷୀର ବୋତଲ ପ୍ରସ୍ତୁତ କରେ, ସେ ତା'ର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଖୁସିରେ ହଲାଇ ଦିଏ। ତା'ର ହାତ, ପାଟି, ପାଦ ସବୁକିଛି ସେହି ଦୁଗ୍ଧ ପାନ କରିବା ନିମନ୍ତେ ଆତୁର ହୁଏ, କାରଣ ସେ ସେହି ବୋତଲରୁ ଦୁଗ୍ଧ ପାନ କରିବା ନିମନ୍ତେ ଆତୁର ହୁଏ। ଈଶ୍ୱରଙ୍କ ସନ୍ତାନମାନେ ଠିକ୍ ସେହିପରି ଈଶ୍ୱରଙ୍କ ବାକ୍ୟ ରୂପକ ଦୁଗ୍ଧ ପାନ କରିବା ନିମନ୍ତେ ଆତୁର ହେବା ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟ ପ୍ରତି ଲାଳାୟିତ ହେବା ଆବଶ୍ୟକ। ଲେଖା ଅଛି, ଯେବେ ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ। ଯଦି ଆମେ ସୁବିବେଚନା ପ୍ରାପ୍ତ ହେବାକୁ ଚାହୁଁ, ତାହେଲେ ଆମକୁ ସଦାପ୍ରଭୁଙ୍କୁ ଭୟ କରିବାକୁ ହେବ, କାରଣ ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଆହୁରି ଲେଖା ଅଛି, ଯେବେ ତୁମ୍ଭେ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର। ଆମ୍ଭମାନଙ୍କୁ ସେହି ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କରିବାକୁ ହେବ, ପ୍ରାର୍ଥନା କରିବାକୁ ହେବ, ପ୍ରଭୁଙ୍କ ନିକଟରେ କାତରୋକ୍ତି କରିବାକୁ ହେବ। ତେଣୁ ଏଠାରେ ଆପଣ ଦେଖିବାକୁ ପାରୁଛନ୍ତି ଯେ ଏହା ଯୁବା ଯୁବତୀମାନଙ୍କ ନିମନ୍ତେ ଏକ ପରାମର୍ଶ, ଯେପରି ସେମାନେ ଈଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନରେ ବୃଦ୍ଧି ଲାଭ କରନ୍ତି। 4 ଓ 5 ପଦରେ ଲେଖା ଅଛି, ଯେବେ ରୂପା ନ୍ୟାୟ ତାକୁ ଖୋଜ ଓ ପୋତାଧନ ପରି ତାହାର ଅନ୍ୱେଷଣ କର, ତେବେ ତୁମେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ। ଦିନ ଥିଲା, କାଲିଫର୍ଣ୍ଣିଆର ମରୁଭୂମିରେ କେତେକ ରୂପା ଖଣିମାନ ଥିଲା ଓ ଲୋକମାନେ ବିଭିନ୍ନ ଦେଶରୁ ସେହି ରୂପା ନିମନ୍ତେ ଆସୁଥିଲେ। ମରୁ ଉପତ୍ୟକାରେ ସେହି ରୂପା ମିଳୁଥିଲା ଓ ଅନେକ ଲୋକ ସେହି ରୂପା ପାଇବା ନିମନ୍ତେ ଚେଷ୍ଟା କରି ସେ ସ୍ଥାନରେ ମଲେ। ସେହି କାରଣରୁ ସେହି ସ୍ଥାନକୁ ମରୁ ଉପତ୍ୟକା ବୋଲି ନାମିତ କରାଯାଇଅଛି। ଏପରିକି ଲୋକମାନେ ସେହି ରୂପା ପାଇବା ପରେ ସେମାନଙ୍କୁ ତାହା ବିକ୍ରି କରିବା ନିମନ୍ତେ ଅନେକ ସ୍ୱାର୍ଥତ୍ୟାଗ କରିବାକୁ ପଡ଼ୁଥିଲା। ସେହି ପ୍ରକାର ଆମମାନଙ୍କୁ ଜ୍ଞାନର ପଛରେ ଯିବାକୁ ହେବ, ଯାହାକି ଈଶ୍ୱରଙ୍କ ବାକ୍ୟ ରୂପକ ଜ୍ଞାନ। ଏହି ଜ୍ଞାନକୁ ରୂପା ନ୍ୟାୟ ଖୋଜିବାକୁ ହେବ ଓ ପୋତାଧନ ପରି ତାହାର ଅନ୍ୱେଷଣ କରିବାକୁ ହେବ। ଏହାର ଅର୍ଥ ଈଶ୍ୱରଙ୍କ ବାକ୍ୟ କେବଳ ଅଧ୍ୟୟନ କଲେ ଯଥେଷ୍ଟ ନୁହେଁ, ମାତ୍ର ତାହାକୁ ଭଲ ଭାବେ ବୁଝିବାକୁ ହେବ ଓ ତହିଁର ସତ୍ୟତାକୁ ଜାଣିବାକୁ ହେବ। ସେହି ଖ୍ରୀଷ୍ଟଙ୍କୁ ଅନ୍ୱେଷଣ କରିବାକୁ ହେବ, ସେହି ବାକ୍ୟ ମଧ୍ୟ ଦେଇ ଖ୍ରୀଷ୍ଟଙ୍କୁ ପାଇବାକୁ ହେବ ଓ ସେହି ବାକ୍ୟର ନିଗୂଢ଼ ତତ୍ତ୍ୱକୁ ବୁଝିବାକୁ ହେବ। ତାହେଲେ ଆମମାନେ ପ୍ରଭୁଙ୍କ ଭୟରେ ଚାଲିପାରିବା ଓ ଈଶ୍ୱରଙ୍କ ବିଷୟରେ ମଧ୍ୟ ନିଗୂଢ଼ ଜ୍ଞାନ ପାଇପାରିବା, କାରଣ ସେହି ବାକ୍ୟ ମଧ୍ୟ ଦେଇ ସେ ଆମମାନଙ୍କ ସହିତ କଥା କହିବେ ଓ ଆମମାନଙ୍କୁ ତାହାଙ୍କର ପରିଚୟ ଦେବେ, ଯଦ୍ୱାରା ପ୍ରଭୁ ବିଷୟକ ଭୟରେ ଆମେ ଚାଲିପାରିବା। କିନ୍ତୁ ଈଶ୍ୱରଙ୍କ ବାକ୍ୟର ନିଗୂଢ଼ ତତ୍ତ୍ୱକୁ ବୁଝିବାକୁ ହେଲେ ଆମକୁ ସେହି ବାକ୍ୟରେ ମନୋନିବେଶ କରିବାକୁ ହେବ, କର୍ଣ୍ଣ ଦେବାକୁ ହେବ, ହୃଦୟ ଦେବାକୁ ହେବ, ତହିଁର ଅର୍ଥକୁ ବୁଝିବା ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ। ରୂପା ନ୍ୟାୟ ତାହାକୁ ଖୋଜିବାକୁ ହେବ ଓ ପୋତାଧନ ପରି ତାହାର ଅନ୍ୱେଷଣ କରିବାକୁ ହେବ। ତେବେ ଯାଇ ଆମେ ତାହା ବୁଝିବା ନିମନ୍ତେ ସମର୍ଥ ହୋଇପାରିବା। ଅର୍ଥାତ୍ ସେହି ବାକ୍ୟ ପ୍ରତି ଗଭୀର ତୃଷା ତଥା ଆକାଂକ୍ଷା ରହିବା ଆବଶ୍ୟକ। ତାହେଲେ ସଦାପ୍ରଭୁଙ୍କ ବିଷୟକ ଭୟ କ'ଣ ତାହା ଆପଣ ବୁଝିପାରିବେ ଓ ଈଶ୍ୱରଙ୍କ ଜ୍ଞାନ ପ୍ରାପ୍ତ ହୋଇପାରିବେ। ଆଜି ଅନେକ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ନିମନ୍ତେ ଅବହେଳା କରି କେବଳ ପ୍ରାର୍ଥନା କରିବା ଉପରେ ଗୁରୁତ୍ୱାରୋପ କରନ୍ତି, କିନ୍ତୁ ତଦ୍ୱାରା ଆପଣ ଆତ୍ମିକ ଜୀବନରେ ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ିପାରିବେ ନାହିଁ। ଆପଣଙ୍କୁ ପ୍ରାର୍ଥନା କରିବା ସହିତ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ମଧ୍ୟ ସମୟ ଦେବାକୁ ହେବ ଓ ପୋତାଧନ ପରି ତାହାର ଅନ୍ୱେଷଣ କରିବାକୁ ହେବ। ଆଉ କେତେକ ଅଛନ୍ତି ଯେଉଁମାନେ ବାଇବେଲ ମଧ୍ୟରୁ ଅଳ୍ପ କେତୋଟି ଅଂଶ ପାଠ କରିଦେଇ
ବାଇବଲକୁ ତକିଆ ତଳେ ରଖିଦିଅନ୍ତି, କିନ୍ତୁ କ'ଣ ପାଠ କଲେ ସେ ବିଷୟ ସ୍ମରଣ କରନ୍ତି ନାହିଁ କି ତାହା ଉପରେ କିଛି ଗଭୀର ଭାବେ ଚିନ୍ତା କରନ୍ତି ନାହିଁ। କିନ୍ତୁ ଏ ପ୍ରକାର ଅଧ୍ୟୟନରୁ ଆମେ କିଛି ଲାଭ ପାଇବା ନାହିଁ। ଆମେ ଈଶ୍ୱରଙ୍କ ବାକ୍ୟକୁ କ୍ରମାନ୍ୱୟ ଓ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ଅଧ୍ୟୟନ କରିବାକୁ ହେବ। ଆଜି ଗୋଟିଏ ସ୍ଥାନରୁ ଓ ଆସନ୍ତାକାଲି ଆଉ ଏକ ସ୍ଥାନରୁ ନୁହେଁ, କିମ୍ବା ଏଠାରୁ ସେଠାରୁ ନୁହେଁ। ଆମେମାନେ ଧାରାବାହିକ ତଥା ନିୟମିତ ଭାବେ ତାହା ଅଧ୍ୟୟନ କରିବା ଉଚିତ ଓ ଈଶ୍ୱରଙ୍କଠାରୁ ଜ୍ଞାନ ଭିକ୍ଷା କରିବା ଉଚିତ, ଯେପରି ଆମେ ତହିଁର ନିଗୁଢ଼ ଅର୍ଥକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରୁ। ଲକ୍ଷ୍ୟ କରନ୍ତୁ, ଏହାର ପରବର୍ତ୍ତୀ ପଦ ଅର୍ଥାତ୍ 2 ପର୍ବର 6 ପଦ କ'ଣ କହେ? ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ। ଯଦି ଆପଣ ଜ୍ଞାନ ଚାହାନ୍ତି ତାହେଲେ ତାହାଙ୍କୁ ମାଗନ୍ତୁ। ଈଶ୍ୱର ହିଁ ଆପଣଙ୍କୁ ଜ୍ଞାନ ଦିଅନ୍ତି, ଯାହାକି ଐଶ୍ୱରିକ ଜ୍ଞାନ। ସେଥିପାଇଁ 1 Corinthians 2 ପର୍ବର 9 ପଦରେ ଲେଖା ଅଛି, କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, ତାହେଲେ ଆମେ ସେସବୁକୁ କିପରି ଜାଣିବାକୁ ପାରିବା? 1 Corinthians 2 ପର୍ବର 10 ପଦରେ ଲେଖା ଅଛି, କିନ୍ତୁ ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ତେଣୁ ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ତେଣୁ ସେହି ସମସ୍ତ ଆମ୍ଭମାନଙ୍କ ନିକଟରେ ଆତ୍ମାଙ୍କ ସାହାଯ୍ୟରେ ପ୍ରକାଶ କରାଯାଇଅଛି। ସେହି ପବିତ୍ର ଆତ୍ମା ଆଜି ଆମମାନଙ୍କର ଶିକ୍ଷକ ସ୍ୱରୂପେ କାର୍ଯ୍ୟ କରନ୍ତି। ଈଶ୍ୱରଙ୍କ ବିଷୟ ସବୁକୁ ଆତ୍ମା ହିଁ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି। ତେଣୁକରି ଆଜି ଅନେକ ପାରମାର୍ଥିକ ବିଦ୍ୟାଳୟରେ ଅଧ୍ୟୟନ ନ କଲେ ମଧ୍ୟ ପ୍ରଭୁଙ୍କ ବାକ୍ୟ ବିଷୟରେ ଗଭୀର ଜ୍ଞାନ ଅର୍ଜନ କରିଥାନ୍ତି ଓ ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ମର୍ମକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାନ୍ତି, କାରଣ ସେମାନେ ପବିତ୍ର ଆତ୍ମାଙ୍କର ଶିକ୍ଷକତାରେ ଶିକ୍ଷିତ ହୋଇଥାନ୍ତି। ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ତତ୍ତ୍ୱକୁ ବୁଝିବାକୁ ହେଲେ ଐଶ୍ୱରିକ ଜ୍ଞାନ ଆବଶ୍ୟକ, ଆଉ ଏହି ଜ୍ଞାନ କେବଳ ଈଶ୍ୱର ତାହାଙ୍କର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କୁ ପ୍ରଦାନ କରିଥାନ୍ତି। ଯଦି ଆମେ ତାହା ମାଗିବା ତାହେଲେ ପାଇବା, ଓ ଯଦି ଅନ୍ୱେଷଣ କରିବା ବା ଖୋଜିବା ତାହେଲେ ତାହାର ସନ୍ଧାନ ମଧ୍ୟ ପାଇବା, କାରଣ ଈଶ୍ୱର ତାହାଙ୍କ ବାକ୍ୟ ମଧ୍ୟ ଦେଇ ଆମକୁ କଥା କହିଥାନ୍ତି। 2 ପର୍ବର 7 ଓ 8 ପଦରେ ଲେଖା ଅଛି, ସେ ସତ୍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି, ଯେପରିକି ସେ ନ୍ୟାୟର ପଥ ରକ୍ଷା କରିପାରିବେ ଓ ଆପଣା ସାଧୁମାନଙ୍କ ଗତି ସମ୍ଭାଳିବେ। ଆଜି ଅନେକ ଲୋକ ଈଶ୍ୱରଙ୍କ ବାକ୍ୟ ବିହୀନ ଜୀବନଯାପନ କରନ୍ତି। ସେମାନେ ଈଶ୍ୱରଙ୍କ ବାକ୍ୟଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି। ସେମାନେ ସତ୍ୟର ଅନ୍ୱେଷଣ କରନ୍ତି ନାହିଁ। ମାତ୍ର ଏହି ପୁସ୍ତକ ପ୍ରକାଶ କରେ, ଯାହାକି ଈଶ୍ୱର କହନ୍ତି, ତାହାଙ୍କ ବାକ୍ୟ ସାଧୁମାନଙ୍କ ଗତି ସମ୍ଭାଳେ। ତାହା ହିଁ ଈଶ୍ୱର ସାଧନ କରନ୍ତି, ଯେଉଁମାନେ ତାହାଙ୍କର ବାକ୍ୟ ଅନୁଯାୟୀ ଆଚରଣ କରନ୍ତି। ତେଣୁ ଆମେ ଈଶ୍ୱରଙ୍କ ବାକ୍ୟର ନିକଟବର୍ତ୍ତୀ ହେବାକୁ ହେବ। ଈଶ୍ୱରଙ୍କ ବାକ୍ୟ ହେଉଛି ଜ୍ଞାନର ଉତ୍ସ। 2 ପର୍ବର 9 ପଦରେ ଲେଖା ଅଛି, ତହୁଁ ତୁମ୍ଭେ ଧାର୍ମିକତା ଓ ସୁବିଚାର ଓ ନ୍ୟାୟ ଓ ମଙ୍ଗଳର ସମସ୍ତ ପଥ ଜାଣିବ। ବାସ୍ତବରେ ଯେଉଁ ଜନ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପରିଚାଳିତ ହୁଏ, ସେ ଜ୍ଞାନ ଲାଭ କରେ ଓ ସେ ଧାର୍ମିକତା, ସୁବିଚାର, ନ୍ୟାୟ ଓ ମଙ୍ଗଳର ପଥ ସବୁକୁ ଜାଣିବା ନିମନ୍ତେ ସମର୍ଥ ହୋଇପାରେ। କିନ୍ତୁ ଦୁଃଖର ବିଷୟ ହେଉଛି, ଆଜି ଅନେକ ସରକାରୀ କାର୍ଯ୍ୟାଳୟରେ ବା ଶାସନ କ୍ଷେତ୍ରରେ ରହି ଦେଶକୁ ସୁରକ୍ଷା ଦେବା ନିମନ୍ତେ ସମସ୍ତ ଦାୟିତ୍ୱଭାର ହାତକୁ ନିଅନ୍ତି, ମାତ୍ର ସେମାନେ ବାସ୍ତବରେ ପ୍ରଭୁଙ୍କ ଚାଳନା ଦ୍ୱାରା ପରିଚାଳିତ ହୁଅନ୍ତି ନାହିଁ। ତେଣୁକରି ସେମାନେ ଧାର୍ମିକତା, ସୁବିଚାର, ନ୍ୟାୟ ଓ ମଙ୍ଗଳ ସାଧନ କରିପାରନ୍ତି ନାହିଁ। କିନ୍ତୁ ଏହି ସମସ୍ତ ପଥକୁ ଜାଣିବାକୁ ହେଲେ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ନିଜକୁ ଶିକ୍ଷିତ କରାଇବାକୁ ହେବ ଓ ଈଶ୍ୱରଙ୍କଠାରୁ ଜ୍ଞାନ ଭିକ୍ଷା କରିବାକୁ ହେବ। ଦେଖନ୍ତୁ 2 ପର୍ବର 10 ଓ 11 ପଦରେ ଏହିପରି ଲେଖା ଅଛି, କାରଣ ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ପୁଣି ବିଦ୍ୟା ତୁମ୍ଭ ପ୍ରାଣର ତୁଷ୍ଟିକର ହେବ, ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମ୍ଭକୁ ରକ୍ଷା କରିବ। ଯେତେବେଳେ ଜ୍ଞାନ ଆପଣଙ୍କ ହୃଦୟରେ ପ୍ରବେଶ କରିବ ଓ ବିଦ୍ୟା ଆପଣଙ୍କ ପ୍ରାଣର ତୁଷ୍ଟିକର ହେବ, ସେତେବେଳେ ଆପଣ ଏତେ ସହଜରେ ପ୍ରତାରିତ ହେବେ ନାହିଁ। ଆପଣ କେବେ ହେଲେ ପରୀକ୍ଷାରେ ପଡ଼ିଯିବେ ନାହିଁ। ଯଦି ଆପଣ ଈଶ୍ୱରଙ୍କ ବାକ୍ୟ ସହିତ ସଂଯୁକ୍ତ ରୁହନ୍ତି, ଆପଣ ଶୟତାନ ହସ୍ତରୁ ରକ୍ଷାପ୍ରାପ୍ତ ହେବେ। 2 ପର୍ବର 12 ପଦରୁ 15 ପଦରେ ଲେଖା ଅଛି, ତହିଁରେ ଯେଉଁମାନେ ଅବାଧ୍ୟ କଥା କହନ୍ତି, ଯେଉଁମାନେ ଅନ୍ଧକାରମୟ ପଥରେ
ଗତାୟତ କରିବା ନିମନ୍ତେ ସରଳ ମାର୍ଗ ପରିତ୍ୟାଗ କରନ୍ତି, ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ, ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ ଓ ଆପଣା ଆପଣା ପଥରେ ବକ୍ରଗାମୀ, ଏପରି କୁକର୍ମକାରୀମାନଙ୍କ ପଥରୁ ତୁମ୍ଭର ଉଦ୍ଧାର ହେବ। ପ୍ରିୟ ବନ୍ଧୁ, ଆମ୍ଭମାନଙ୍କ ଚତୁଃପାର୍ଶ୍ୱରେ ଦୁଷ୍ଟ ପ୍ରକୃତିର ଲୋକମାନେ ଘେରି ରହିଛନ୍ତି। ଆମେ ମଧ୍ୟ ଏହି ପୁସ୍ତକରେ ଶିକ୍ଷା କରିବାକୁ ଯିବା ଯେ ଈଶ୍ୱରଙ୍କ ସନ୍ତାନମାନଙ୍କର ଦୁଇଟି ଶତ୍ରୁ ଅଛନ୍ତି। ଗୋଟିଏ ଦୁଷ୍ଟ ପ୍ରକୃତିର ଲୋକ ଓ ଅନ୍ୟଟି ଦୁଷ୍ଟା ସ୍ତ୍ରୀ। ତେଣୁ ଏହି ମନ୍ଦ ଜଗତରେ ବଞ୍ଚି ରହିବାକୁ ହେଲେ ଓ ଜୀବନଯାପନ କରିବାକୁ ହେଲେ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟରେ ଶକ୍ତିଯୁକ୍ତ ହେବାକୁ ହେବ, ଆଉ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ। କେବଳ ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କୁ ସେହି ପଥ ଦେଖାଇ ତହିଁରେ କଢ଼ାଇ ନେବା ନିମନ୍ତେ ସହାୟକ ହୋଇପାରିବ। କାରଣ ଈଶ୍ୱରଙ୍କ ବାକ୍ୟ ବିନା ଆମେମାନେ କେବେ ହେଲେ ଈଶ୍ୱରଙ୍କର ପଥରେ ଯାଇପାରିବା ନାହିଁ। ଏହାପରେ ଆହୁରି ମଧ୍ୟ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ବିଷୟ ନେଇ ଯୁବକମାନଙ୍କୁ ସତର୍କ କରାଇ ଦିଆଯାଏ, ଆଉ ସେମାନେ ହେଲେ ଦୁଷ୍ଟା ସ୍ତ୍ରୀ ବା ଅପରିଚିତା ସ୍ତ୍ରୀ। ଏହି ଅପରିଚିତା ବା ଦୁଷ୍ଟା ସ୍ତ୍ରୀ ବିଷୟ ନେଇ ଈଶ୍ୱରଙ୍କର ବାକ୍ୟ ମଧ୍ୟରେ ଆମମାନଙ୍କୁ ବିଭିନ୍ନ ସ୍ଥାନରେ ଶିକ୍ଷା ଦିଆଯାଇଅଛି। ତେବେ ସେହି ଅପରିଚିତା ସ୍ତ୍ରୀ କିଏ? ଇସ୍ରାଏଲ ମଧ୍ୟରେ ଈଶ୍ୱର ଏକ ନିୟମ କରିଥିଲେ, କୌଣସି ଇସ୍ରାଏଲିଆ ସ୍ତ୍ରୀ ବ୍ୟଭିଚାରିଣୀ ହେବା ଉଚିତ ନୁହେଁ। ମୁଁ ନିଶ୍ଚିତ ଯେ ଯଦି କୌଣସି ସ୍ତ୍ରୀ ଲୋକ ତାହା କଲା, ତାହେଲେ ସେ ଆପେ ଆପେ ଇସ୍ରାଏଲର ସୀମା ବାହାରକୁ ଚାଲିଯାଉଥିଲା ଓ ସେ ପାପୀମାନଙ୍କ ଗହଣରେ ରହୁଥିଲା ଓ ପରେ କରଗ୍ରାହୀମାନଙ୍କ ସହିତ ମଧ୍ୟ ରହୁଥିଲା, କିନ୍ତୁ ସେ ଇସ୍ରାଏଲୀୟମାନଙ୍କ ସହିତ ରହିପାରୁନଥିଲା। ତେବେ ଅପରିଚିତ ବ୍ୟକ୍ତି ଥିଲା ଜଣେ ବିଜାତୀୟ ଯିଏକି ଇସ୍ରାଏଲ ମଧ୍ୟକୁ ପ୍ରବେଶ କରୁଥିଲା। ତେବେ ସେହି ସ୍ତ୍ରୀ ଜାଣିବାକୁ ପାରୁଥିଲା ଯେ ତାହାର ସେହି କାର୍ଯ୍ୟ ହାସଲ ନିମନ୍ତେ ବା ବ୍ୟବସାୟ କରିବା ନିମନ୍ତେ ତାହା ପାଇଁ ସ୍ଥାନ ଅଛି। ତେଣୁକରି ସେହି ଦୃଷ୍ଟିକୋଣରୁ ନେଇ ଚିନ୍ତା କଲେ ଜଣେ ଅପରିଚିତା ସ୍ତ୍ରୀ ହେଉଛି ଜଣେ ବିଦେଶିନୀ ବା ଅପରିଚିତା ନାରୀ ଯିଏକି ବ୍ୟଭିଚାର କରିବା ନିମନ୍ତେ ଇସ୍ରାଏଲ ମଧ୍ୟକୁ ପ୍ରବେଶ କରୁଥିଲା। ଏଠାରେ ଯୁବକକୁ ତାହା ବିଷୟରେ ସତର୍କ କରାଇ ଦିଆଯାଏ। ତାହା ପ୍ରତି କ'ଣ ଘଟିବ ସେ ବିଷୟ ନେଇ ତାହାକୁ କୁହାଯାଏ। ଏଠାରେ ଲେଖା ଅଛି, ଯାହା ନିକଟକୁ ଗମନ କଲେ କେହି ଫେରି ଆସେ ନାହିଁ ଓ ଜୀବନର ପଥ ଆଉ ଧରେ ନାହିଁ। ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ହରାଇବେ, ସେମାନେ ମୃତ୍ୟୁର ସମ୍ମୁଖୀନ ହେବେ। ଦେଖନ୍ତୁ 2 ପର୍ବର 16 ପଦରୁ 22 ପଦ ମଧ୍ୟରେ ଏହିପରି ଲେଖା ଅଛି, ଆଉ ଯେଉଁ ପରସ୍ତ୍ରୀ ଚାଟୁବାଦିନୀ, ଯେ ଆପଣା ଯୌବନ କାଳର ମିତ୍ରକୁ ତ୍ୟାଗ କରି ଆପଣା ପରମେଶ୍ୱରଙ୍କ ନିୟମ ପାଶ ରହି ଯାହାର ଗୃହ ମୃତ୍ୟୁ ଆଡ଼େ ଓ ଯାହାର ପଥ ପରଲୋକ ଆଡ଼େ ଯାଏ, ଯାହା ନିକଟକୁ ଗମନ କଲେ କେହି ଫେରି ଆସେ ନାହିଁ ଓ ଜୀବନର ପଥ ଆଉ ଧରେ ନାହିଁ, ଏପରି ପରକୀୟା ସ୍ତ୍ରୀଠାରୁ ତୁମ୍ଭର ଉଦ୍ଧାର ହେବ। ଏ ନିମନ୍ତେ ତୁମ୍ଭେ ସତ୍ ଲୋକମାନଙ୍କ ମାର୍ଗରେ ଗମନ କର ଓ ଧାର୍ମିକମାନଙ୍କ ପଥ ଅବଲମ୍ବନ କର। ଯେହେତୁ ସରଳ ଲୋକମାନେ ଦେଶରେ ବାସ କରିବେ, ପୁଣି ସାଧୁମାନେ ତହିଁରେ ସୁସ୍ଥିର ରହିବେ, ମାତ୍ର ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପାଟିତ ହେବେ। ଯୁବକମାନଙ୍କୁ ଏହିପରି ପର ସ୍ତ୍ରୀମାନଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଏ। ଯଦି ସେ ସେପରି କରେ, ତାହେଲେ ତାହା ପ୍ରତି କ'ଣ ଘଟିବ ବୋଲି ମଧ୍ୟ ସ୍ପଷ୍ଟ ଭାବେ ପ୍ରକାଶ କରାଯାଏ। ତାହାର ଗୃହ ମୃତ୍ୟୁ ଆଡ଼େ ଓ ତାହାର ପଥ ପରଲୋକ ଆଡ଼େ ଯାଏ। ସେ ଆଉ ଫେରି ଆସେ ନାହିଁ କି ଜୀବନର ପଥ ଆଉ ଧରେ ନାହିଁ। ସେ ନିଜର ସ୍ୱାସ୍ଥ୍ୟ ହରାଇ ବସେ ଓ ତାହାର ମାୟାଜାଲରୁ ସହଜରେ ବାହାରି ପାରେ ନାହିଁ। ମାତ୍ର ସେ ଯଦି ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରେ ଓ ଈଶ୍ୱରଙ୍କ ବାକ୍ୟକୁ ନିଜର ସାଥୀ କରେ, ତାହେଲେ ସେହି ବାକ୍ୟ ତାହାକୁ ସେହି ପରକୀୟା ସ୍ତ୍ରୀଠାରୁ ଉଦ୍ଧାର କରିବ। ପ୍ରିୟ ବନ୍ଧୁ, ଏହା କ'ଣ ସତ୍ୟ ନୁହେଁ କି? ଆଜି ଯଦି ଆପଣ ଜଗତ ପ୍ରତି ଦୃଷ୍ଟିପାତ କରିବେ, ଆଜି ଅନେକ ଲୋକ ବ୍ୟଭିଚାର କର୍ମରେ ଲିପ୍ତ। କାହିଁକି ଜାଣିଛନ୍ତି? ଯେହେତୁ ବର୍ତ୍ତମାନ ମନୁଷ୍ୟମାନଙ୍କ ନିକଟରେ ଆଉ ଈଶ୍ୱର ଭୟ ନାହିଁ। ଈଶ୍ୱରଙ୍କ ବାକ୍ୟ ପ୍ରତି କେହି ମନୋଯୋଗୀ ନୁହନ୍ତି। ଈଶ୍ୱର ତାଙ୍କର ବାକ୍ୟ ମଧ୍ୟରେ ଏହି ସମସ୍ତ ବିଷୟ ନେଇ ଯେଉଁ ସତର୍କତା ଅବଲମ୍ବନ କରିବା ପାଇଁ ଶିକ୍ଷା ଦେଇଅଛନ୍ତି, ସେସବୁକୁ ଗ୍ରହଣ କରିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି।
ପ୍ରିୟ ବନ୍ଧୁ, ଆଜି ଏହି ପ୍ରକାର ବ୍ୟଭିଚାର ଭୟଙ୍କର ଭାବେ ବ୍ୟାପୁଅଛି ଓ ଏଥିସହିତ ଏହାର କାରଣରୁ ନାନା ପ୍ରକାର ରୋଗ ବ୍ୟାଧି ମଧ୍ୟ ବ୍ୟାପୁଛି। ଏଡ୍ସ ପ୍ରଭୃତି ନାନା ପ୍ରକାର ରୋଗ ଦେଖାଦେଉଛି। ଅନେକ ବିଭିନ୍ନ ପ୍ରକାର ଯୌନଗତ ରୋଗର ଶିକାର ହେଉଛନ୍ତି। ପାରିବାରିକ ଜୀବନ ତଥା ପିଲାମାନଙ୍କର ଜୀବନ ମଧ୍ୟ ବିଶୃଙ୍ଖଳିତ ତଥା ଅଶାନ୍ତିମୟ ହେଉଛି। ତେଣୁକରି ଏହି ହିତୋପଦେଶ ଲେଖକ ଯୁବକ ଯୁବତୀମାନଙ୍କୁ ସେହି ଦୁଷ୍ଟ ଲୋକ ଓ ପରକ୍ରିୟା ସ୍ତ୍ରୀଠାରୁ ଦୂରେଇ ରହିବାକୁ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ସତର୍କ କରାଇ ଦିଅନ୍ତି। ତେଣୁ ଆସୁ ଏହି ଭୟଙ୍କର ତଥା ବିନାଶ ପ୍ରାପ୍ତ ଜଗତରେ ଆମ୍ଭେମାନେ ଯେପରି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ତଥା ଶ୍ରବଣରେ ମନୋଯୋଗୀ ହୋଇ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ପଦକ୍ଷେପ ନେଉ, ତାହେଲେ ଆମ୍ଭେମାନେ ବିନଷ୍ଟ ହୋଇ ରକ୍ଷାପ୍ରାପ୍ତ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ପ୍ରିୟ ଭାଇ ଭଉଣୀମାନେ, ଆସୁ ଆମେ ଏହି ଜ୍ଞାନର ପୁରସ୍କାର ପାଇବାକୁ ପ୍ରାଣପଣ କରୁ, କାରଣ କାଳ ମନ୍ଦ ଅଟେ ଏବଂ ସଂସାରର ଓ ତାହାର ଅଭିଳାଷ ଅନିତ୍ୟ। ଆଜି ଜଗତରେ ଦୁଷ୍ଟାମୀ କୁଟୀର ଲୋକମାନେ, ଯେଉଁମାନଙ୍କ ପଥ ସର୍ବଦା ବକ୍ରଗାମୀ କୁକର୍ମକାରୀମାନେ ବଢ଼ି ଚାଲିଛନ୍ତି। ଘରେ, ଅଫିସରେ ଏବଂ ବାହାରେ ଜଗତପତି ଶୈତାନ ନିଜ କାର୍ଯ୍ୟ ବଢ଼ାଇ ଚାଲିଛି। କିନ୍ତୁ ଆମ୍ଭେମାନେ ଯଦି ପରମେଶ୍ୱରଙ୍କ ଉପସ୍ଥିତିରେ ରହିବା ଏବଂ ଉତ୍କୃଷ୍ଟ ମନୋନୟନ, ଯାହାକି ଜ୍ଞାନର ଆଚରଣ କରିବା, ତାହେଲେ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ହୋଇ ପୃଥିବୀରେ ନିତ୍ୟସ୍ଥାୟୀ ହୋଇ କର୍ତ୍ତୃତ୍ୱ କରିବା। ଆଜିର ବାକ୍ୟରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରେମିକ, ଅତ୍ୟନ୍ତ ଦୟାଳୁ ପ୍ରଭୁ, ତୁମେ ଆମମାନଙ୍କୁ ପ୍ରଭୁ ଏକ ଉତ୍ତମ ଦିନ ଦେଖାଇଛ ବୋଲି ଧନ୍ୟବାଦ ଦେଉଛୁ। ପ୍ରେମିକ ଈଶ୍ୱର, ତୁମେ ଆଜି ଆମମାନଙ୍କୁ ବାକ୍ୟ ଶିଖାଇଛ ପ୍ରଭୁ। ଆମମାନେ କିଭଳି ଭାବରେ ବାକ୍ୟକୁ ନିଜ ହୃଦୟ ମଧ୍ୟରେ ସଞ୍ଚୟ କରି ରଖିବୁ। ହଁ ପ୍ରଭୁ, ଏ ଜଗତପତି ଶୈତାନ କେତେବେଳେ କାହାକୁ ଗ୍ରାସିବ ସେ ଜଗି ବସିଅଛି। କିନ୍ତୁ ପ୍ରଭୁ, ତୁମେ ଯେ ଏକମାତ୍ର ପ୍ରଭୁ ଉଦ୍ଧାରକାରୀ ଈଶ୍ୱର, ତୁମେ ଆମମାନଙ୍କୁ ପ୍ରତ୍ୟେକ ଜଣଙ୍କୁ ସୁରକ୍ଷିତ କର। ହଁ ପ୍ରଭୁ, ଆମେମାନେ ଯେଭଳି ଭାବରେ ତୁମ ବାକ୍ୟ ଅନୁସାରେ ଚାଲିପାରିବୁ, ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ତୁମେ ସାହାଯ୍ୟ କର। ହଁ ପ୍ରଭୁ, ଦୟାଳୁ ପ୍ରଭୁ, ଏତେବେଳେ ପ୍ରତ୍ୟେକ ଜଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି। ପ୍ରତ୍ୟେକ ଜଣଙ୍କୁ ତୁମେ ଆପା ଆଶୀର୍ବାଦ କର। ପ୍ରାର୍ଥନା ଶୁଣିଅଛ ଓ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ବିଦାୟ ଦିଅନ୍ତୁ। ରହିଲି, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ ଜ୍ଞାନ। ଆଜିର ପ୍ରଶ୍ନଟି ହେଲା, କିଏ ଜ୍ଞାନ ଦିଅନ୍ତି? ଏ ମନୁଷ୍ୟ, ବି ରାଜା, ସି ସଦାପ୍ରଭୁ, ଡି କୌଣସିଟି ନୁହେଁ। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 0444908126ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ଅମରଜ୍ୟୋତି ସାନନାୟକ ଓ ପରିବାର।